ତମ ଘରୁ କଣ ସବୁ ଆସିଛି ଦେଖେଇଲ। এটা ଗୋଟେ ଚୌପତିରେ ସିଝା ପିଠା କରାଯାଏ, এটা ମୁହାଁ ପିଠା କୁହାଯାଏ। କଣ ପିଠା? ମୁହାଁ ପିଠା। ମୁଆଁ ମୁହାଁ 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 ପିଠା। ଆଚ୍ଛା ଏତ କୋଉଥିରେ ତିଆରି ହୁଏ? এটা ବିରି ଆଉ ଚାଉଳ ତାକୁ ଆଉ ସେଠି ମଝିରେ ଦିଆଯାଏ ନଡ଼ିଆ ପୁର ଦିଆଯାଏ। ନଡ଼ିଆ ପୁରରୁ? ଆଚ୍ଛା ଆଚ୍ଛା ସେଟା ଖୋଲିକି ଟିକେ ଦେଖେଇଲ ଭାଙ୍ଗି। ଏଟା ଏଇ ମାନେ ଏଇ ଯୋଉ ତମେ ଚୌପତିରେ ହିଁ ତିଆରି ହୁଏ ନା କଣ? ଚୌପତିରେ ତିଆରି ହୁଏ। ଚୌପତି ନା କଣ? ଆଜ୍ଞା। ଏଇଥିରେ ରଖିକି ଆକୁ କଣ ଷ୍ଟିମିଂ କରବା ନା? ଷ୍ଟିମିଂ କରାଯାଏ। ଆଚ୍ଛା 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 ଆଚ୍ଛା। ଏଇଟା କିନ୍ତୁ ସେପଟା ଏଟା ସେ ମଣ୍ଡା ପିଠା ଭଳିଆ ତ ଦେଖାଉଛି ନା? ଏଟା ତାର ବଡ଼ ଦେଖାଉଛି। ମଣ୍ଡା ନୁହଁ, ମଝିରେ ସବୁ ପୁର ଅଛି। ଓହୋ ହୋ ହୋ ସବୁ ନଡ଼ିଆ ପୁର ପୁରା ଦେଖାଇଲ ତ ପୁରରେ। ଏସରେ ପୁର ସବୁ ଅଛି। ଓହୋ ନଡ଼ିଆ ପୁର। ଏଟା ମିଠା? ହଁ ମିଠା 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 ଲାଗିବ ପିଠାଟା ନା କ'ଣ? ସୋ ଏ ବି ଗୋଟେ ମହାପିଠା, ଏ ବି ନା କ'ଣ? ଏଇଟା ବି ଏଇଟା ବି ଗୋଟେ ମହାପିଠା। ଆଉ ଏଇଟା ବରା? ବରା ବି ହୁଏ ମକରରେ। ଆଉ ସେଟା? ଆଉ ଏଇଟା ସୁଜିରେ ତିଆରି ହେଇଛି କାକରା। କାକରା, ସୁଜି କାକରା। ଆଜ୍ଞା। ଏଇଟା ବି ମିଠା? ହଁ ଇଏ ବି ମିଠା। ଆଚ୍ଛା ଆଚ୍ଛା ବରା ସବୁ ବିଭିନ୍ନ ପ୍ରକାର ପିଠା, ମହାପିଠା। ଆଉ ଇଏ ହେଲା ତମର ଘୁଗୁନି ନା କ'ଣ? ଏଇଟା ପିଠା ସହିତ ଖାଇବା ପାଇଁ। ଆଚ୍ଛା ଆଚ୍ଛା ଏତେ ଜିନିଷ ଗାଁରୁ ଆସିଯାଇଛି ତମର ନା କ'ଣ? ମକର ପାଇଁ ତମେ ଏଥର ଗାଁକୁ ଯାଇନଥିଲ ସେଥିପାଇଁ ଘରୁ ପଠେଇ ଦେଇଛନ୍ତି ନା କ'ଣ? ଆଚ୍ଛା 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 ହଉ ଗୋଟେ ଟେଷ୍ଟ କରି ଦେଖିଲ କେମିତି କ'ଣ କୁହ ଆମକୁ ଟିକେ ଟେଷ୍ଟ କରିକି ଏଇଟା କେମିତି ଲାଗୁଛି। ମିଠା ଲାଗୁଛି ନା କ'ଣ? ଓହୋ ଆଉ ସେଥିରୁ କାକରା କ'ଣ ଏଇଟା ବି ଘୁଗୁନିରେ କ'ଣ ମାନେ ବୁଡ଼େଇକି ଖାଇବା କଥା ନା ଏମିତି ଖାଲି ବୁଡ଼େଇକି ଖିଆଯାଏ? ଆଚ୍ଛା 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 ଘୁଗୁନିରେ ହିଁ ବୁଡ଼େଇକି ଖିଆଯାଏ ଏଟାକୁ ନା କ'ଣ? ଆଚ୍ଛା 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 ହଉ ଯାଉ ଏଇଟା ସବୁ ମକର ସଂକ୍ରାନ୍ତି ପାଇଁ ନାଇଁ? ତମର ଏଇଟା କ'ଣ ଅନୁଗୁଳ ନା କ'ଣ? ଅନୁଗୁଳରେ ସବୁ ହୁଏ। ମହାପିଠାଟା ଇମ୍ପୋର୍ଟାଣ୍ଟ ନା କ'ଣ? ଓହୋ ମାନେ ଆଉ ବାକି ସବୁ ଅପସନାଲ? ତା ସହିତ ସିଝେଇ କରାଯାଏ ଷ୍ଟିମିଂରେ। ଆଚ୍ଛା ଏଇଟା ମାନେ ସେ ଷ୍ଟିମିଂ କେମିତି କ'ଣ? ସେ ବଡ଼ ହାଣ୍ଡିରେ ବଡ଼ ହାଣ୍ଡିରେ ତାକୁ ବଡ଼ ହାଣ୍ଡିରେ ଦିଆଯାଏ। ପାଣି ତଳେ ଫୁଟୁଥାଏ, ତା ଉପରେ ଗୋଟେ ଜାଗା ଗୋଟେ ସରଫେସଟେ ଦିଆଯିବ, ତା ଉପରେ ସବୁ ଏଇ ସବୁ ରଖାଯିବ। ଓହୋ ସେ ସରଫେସ ସବୁ ହୋଲ ହୋଲ ଥିବ। ଓହୋ ସେପଟେ ଷ୍ଟିମ୍ଟା ଉପରକୁ ଆସିକି ଆକୁ ସିଝେଇ ଦେବ ନା କ'ଣ? ଆଚ୍ଛା 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 ତାପରେ ମାନେ ଯେମିତି ଇଟିଲି ଭଳିଆ ଆଉ କ'ଣ? ଇଟିଲି ଭଳିଆ ଗୋଟେ ଗୋଟେ ଭାଡ଼ି ବାହାରୁଥିବ ପୁଣି ଗୋଟେ ଭାଡ଼ି ବସୁଥିବ ଇଟିଲି ଭଳିଆ ନା କ'ଣ? ଆଚ୍ଛା 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 ଏଇଟା ମକର ଉପଲକ୍ଷେ ନାଇଁ? ଶାଳ ଗଛ ପତ୍ରରେ ଏଇଟା ବି ଘରେ ପତ୍ର ଆଣିକି ତିଆରି କରନ୍ତି? ନିଜେ ଏଟାକୁ ଏମିତି ମାନେ ଇଏ କରିକି ତିଆରି କରିକି କରାଯାଇଥାଏ। ଆଚ୍ଛା 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 ହଉ ବଢ଼ିଆ ଧନ୍ୟବାଦ ଏତେ କଥା ଦେଖେଇଲ ଆମକୁ।